2 ଶ୍ରୀଭେଙ୍କଟେଶ୍ୱର ଲୀଳା ଚରିତ ସ୍କନ୍ଦ ପୁରାଣରୁ ସଂଗୃହୀତ। ଏହି କଥା ସ୍କନ୍ଦ ପୁରାଣର ବୈଷ୍ଣବ ଖଣ୍ଡରେ ଥିବା ଶ୍ରୀ ଭେଙ୍କଟାଚଳ ମାହାତ୍ମ୍ୟର ପ୍ରଥମରୁ 10ମ ଅଧ୍ୟାୟ ପର୍ଯ୍ୟନ୍ତ ଆଧାର କରି ସଂକ୍ଷିପ୍ତ ଭାବରେ ପ୍ରସ୍ତୁତ କରାଯାଇଅଛି। ଶିବଜୀ ଯାହା ସ୍କନ୍ଦଙ୍କୁ କହିଥିଲେ ସେଇ କଥା ସ୍କନ୍ଦ ପୁରାଣ ବୋଲି ପରିଚିତ। ଏହି ପୁରାଣକୁ ନୈମିଷାରଣ୍ୟରେ ସୂତ ଗୋସ୍ୱାମୀ ମୁନିମାନଙ୍କୁ କହିଥିଲେ। ଏବେ ଆମେ ସ୍କନ୍ଦ ପୁରାଣରୁ ଭେଙ୍କଟେଶ୍ୱର ସ୍ୱାମୀଙ୍କ ଲୀଳା ବିଷୟରେ ଜାଣିବାକୁ ଯାଉଛୁ। ସ୍କନ୍ଦ ପୁରାଣରେ ବର୍ଣ୍ଣିତ ଶ୍ରୀ ଭେଙ୍କଟେଶ୍ୱର ଲୀଳା ଓ ଭବିଷ୍ୟତର ପୁରାଣର ଲୀଳା ମଧ୍ୟରେ କିଛି ଭିନ୍ନତା ଦେଖାଯାଏ। ଏହି ସନ୍ଦର୍ଭରେ ଆଚାର୍ଯ୍ୟମାନେ କହିଛନ୍ତି, ଭଗବାନ ନିଜେ ପ୍ରତ୍ୟେକ କଳ୍ପରେ ଯେଉଁଥିରେ ବ୍ରହ୍ମାଙ୍କ ଗୋଟିଏ ଦିନରେ 1000 ସତ୍ୟ, ତ୍ରେତା, ଦ୍ୱାପର ଓ କଳିଯୁଗ ଆସେ, ଏହାକୁ କଳ୍ପ ବୋଲି କୁହାଯାଏ, ନିଜ ନିବାସ ବୈକୁଣ୍ଠରୁ ଅବତୀର୍ଣ୍ଣ ହୋଇ ଭେଙ୍କଟାଚଳ ପର୍ବତ ଉପରେ ଭେଙ୍କଟେଶ୍ୱର ସ୍ୱାମୀ ଭାବେ ଲୀଳା କରନ୍ତି। ସମୟ ସମୟରେ ଭଗବାନଙ୍କର ସ୍ୱତନ୍ତ୍ର ଇଚ୍ଛା ଯୋଗୁଁ ଲୀଳାଗୁଡ଼ିକ ମଧ୍ୟରେ ଭିନ୍ନତା ଦେଖିବାକୁ ମିଳେ, ଯାହାକୁ କଳ୍ପଭେଦ କୁହାଯାଏ। ନାରାୟଣଙ୍କର ଭେଙ୍କଟାଚଳକୁ ଆଗମନ। ସୂତ ଗୋସ୍ୱାମୀ ମୁନିମାନଙ୍କୁ ଏପରି କହିଥିଲେ, ହୈହୟ ବଂଶରେ ଶଙ୍ଖ ନାମକ ଏକ ରାଜା ଥିଲେ। ସେ ନାରାୟଣଙ୍କ ନିମିତ୍ତରେ ବହୁତ ଯଜ୍ଞ କରିଥିଲେ। ସେ ବ୍ରାହ୍ମଣମାନଙ୍କୁ ସୁବର୍ଣ୍ଣ, ଗାଈ ଓ ଭୂମି ଦାନ କରିଥିଲେ। ତଥାପି ନାରାୟଣଙ୍କ ଦର୍ଶନ ମିଳୁନାହିଁ ବୋଲି ଦୁଃଖିତ ଥିଲେ। ସେତେବେଳେ ନାରାୟଣ ଆକାଶବାଣୀ ମାଧ୍ୟମରେ ଏପରି କହିଲେ, ହେ ରାଜା, ତୁମେ ବୃଷଭାଚଳ ଭେଙ୍କଟାଚଳକୁ ଯାଅ। ବୃଷଭାଚଳ ହେଉଛି ବୈକୁଣ୍ଠ ସମାନ। ବୃଷଭାଚଳ ଅବସ୍ଥିତ ସ୍ୱାମୀ ପୁଷ୍କରିଣୀ କୂଳେ ତୁମେ ମୋ ପାଇଁ ତପସ୍ୟା କର। ମୁଁ ତୁମକୁ ସେଠାରେ ଦର୍ଶନ ଦେବି। ନାରାୟଣ ଏହା ମଧ୍ୟ କହିଲେ। ଏକଦା ଅଗସ୍ତ୍ୟମୁନି ନାରାୟଣଙ୍କର ଦର୍ଶନ କେଉଁଠି ହେବ ବ୍ରହ୍ମାଙ୍କୁ ପଚାରିଲେ। ବ୍ରହ୍ମାଜୀ ତାଙ୍କୁ ଭେଙ୍କଟାଚଳ ପର୍ବତରେ ତପସ୍ୟା କରିବାକୁ କହିଲେ। ତେଣୁ ଅଗସ୍ତ୍ୟମୁନି ଭେଙ୍କଟାଚଳରେ ତପସ୍ୟା କରୁଛନ୍ତି। ମୁଁ ସେଠାରେ ତୁମକୁ ଓ ଅଗସ୍ତ୍ୟମୁନିଙ୍କୁ ଦର୍ଶନ ଦେବି। ଏଥିରେ ରାଜା ଶଙ୍ଖ ବହୁତ ପ୍ରସନ୍ନ ହେଲେ ଓ ନିଜ ପୁତ୍ର ବଜ୍ରଙ୍କୁ ରାଜ୍ୟ ଶାସନ ପ୍ରଦାନ କରି ଭେଙ୍କଟାଚଳ ପର୍ବତରେ ପହଞ୍ଚିଲେ। ସେ ସ୍ୱାମୀ ପୁଷ୍କରିଣୀରେ ସ୍ନାନ କରି ନାରାୟଣଙ୍କ ପାଇଁ ତପସ୍ୟା ଆରମ୍ଭ କଲେ। ଏକଦା ଇନ୍ଦ୍ର ଓ ଅନ୍ୟ ଦେବତାମାନଙ୍କ ସହିତ ବୃହସ୍ପତି ବ୍ରହ୍ମାଙ୍କ ନିକଟକୁ ଯାଇ ନାରାୟଣଙ୍କ ଦର୍ଶନ କେଉଁଠି ହେବ ଜାଣିବାକୁ ଚାହିଁଲେ। ବ୍ରହ୍ମାଜୀ କହିଲେ, ଭେଙ୍କଟାଚଳରେ ଅଗସ୍ତ୍ୟମୁନି ଓ ଶଙ୍ଖ ତପସ୍ୟା କରୁଛନ୍ତି। ତୁମେ ଅଗସ୍ତ୍ୟମୁନିଙ୍କ ନିକଟକୁ ଯାଅ, ସେଠାରେ ତୁମକୁ ନାରାୟଣଙ୍କ ଦର୍ଶନ ହେବ। ତେଣୁ ଦେବତାମାନେ ଭେଙ୍କଟାଚଳକୁ ଯାଇ ଅଗସ୍ତ୍ୟମୁନିଙ୍କୁ ସାକ୍ଷାତ କରି ବ୍ରହ୍ମାଙ୍କ କଥା କହିଲେ। ଅଗସ୍ତ୍ୟମୁନି ଦେବତାମାନଙ୍କ ସହିତ ରାଜାଶଙ୍ଖଙ୍କୁ ଭେଟିଲେ। ରାଜାଶଙ୍ଖ ମୁନିଗଣ ଓ ଦେବତାମାନଙ୍କୁ ପ୍ରଣାମ କରି ଅତିଥି ସେବା କଲେ। ଶଙ୍ଖ, ଅଗସ୍ତ୍ୟମୁନି ଓ ଦେବତାମାନେ ସମସ୍ତେ ନାରାୟଣଙ୍କ ପାଇଁ ପ୍ରାର୍ଥନା କରିଥିଲେ। ସେମାନଙ୍କ ପ୍ରାର୍ଥନାରେ ପ୍ରସନ୍ନ ହୋଇ ନାରାୟଣ ଗରୁଡ଼ ଉପରେ ବିରାଜମାନ ହୋଇ ଦର୍ଶନ ଦେଲେ। ସମସ୍ତେ ନାରାୟଣଙ୍କୁ ପ୍ରଣାମ କରି ସ୍ତୁତି କଲେ। ନାରାୟଣ ଅଗସ୍ତ୍ୟମୁନିଙ୍କୁ କହିଲେ, ତୁମକୁ ନ ବର ଆବଶ୍ୟକ। ଅଗସ୍ତ୍ୟମୁନି କହିଲେ, ମୋତେ ସର୍ବଦା ଆପଣଙ୍କର ଭକ୍ତି ପ୍ରାପ୍ତ ହେଉ ତଥା ଆପଣ ଏହି ପର୍ବତରେ ଅବସ୍ଥାନ କରି ସମସ୍ତ ଜୀବଙ୍କୁ ଦର୍ଶନ ପ୍ରଦାନ କରନ୍ତୁ। ନାରାୟଣ କହିଲେ, ତୁମର ଇଚ୍ଛା ଅନୁଯାୟୀ ମୁଁ ଏଠାରେ ଅବସ୍ଥାନ କରିବି। ନାରାୟଣ ଶଙ୍ଖଙ୍କୁ କହିଲେ, ତୁମର ଭକ୍ତି ଓ ତପସ୍ୟାରେ ମୁଁ ପ୍ରସନ୍ନ। ତୁମେ ମଧ୍ୟ କୌଣସି ବର ମାଗ। ଶଙ୍ଖ କହିଲେ, ମୋତେ ସର୍ବଦା ଆପଣଙ୍କର ଭକ୍ତି ପ୍ରାପ୍ତ ହେଉ। ନାରାୟଣ ରାଜା ଶଙ୍ଖଙ୍କୁ କହିଲେ, ତୁମର ଇଚ୍ଛା ପୂରଣ ହେବ। ଏହିପରି ଭାବେ ଅଗସ୍ତ୍ୟମୁନିଙ୍କ ଇଚ୍ଛା ଅନୁଯାୟୀ ନାରାୟଣ ଭେଙ୍କଟାଚଳରେ ନିବାସ କରିବାକୁ ଲାଗିଲେ। ପଦ୍ମାବତୀ ଦେବୀଙ୍କ ଜନ୍ମ। ଶାଖ ବଂଶର ମିତ୍ରବର୍ମା ନାମକ ରାଜା ନାରାୟଣପୁରରେ ଶାସନ କରୁଥିଲେ। ମିତ୍ରବର୍ମାଙ୍କ ରାଣୀଙ୍କ ନାମ ଥିଲା ମନୋରମା। ସେମାନଙ୍କର ଆକାଶରାଜ ନାମକ ପୁତ୍ର ଜନ୍ମ ହେଲା। ଆକାଶରାଜଙ୍କ ପତ୍ନୀ ଧରଣୀ ଦେବୀ ସେମାନଙ୍କ ପୁତ୍ର ନଥିବା ଯୋଗୁଁ ପୁତ୍ରକାମେଷ୍ଟି ଯଜ୍ଞ ପାଇଁ ଭୂମି ଚାଷ କରୁଥିବା ସମୟରେ ଏକ କନ୍ୟା ପ୍ରାପ୍ତ ହେଲେ। ଆକାଶରାଜ ସେ କନ୍ୟାକୁ ପଦ୍ମାବତୀ ଦେବୀ ନାମ ଦେଇ ପାଳିଲେ। ସେ କନ୍ୟାର କୃପା ଦ୍ୱାରା ଆକାଶରାଜଙ୍କର ଏକ ପୁତ୍ର ଜନ୍ମ ହେଲା, ଯାହାର ନାମ ଥିଲା ବସୁଦାସ। ଦିନେ ପଦ୍ମାବତୀ ଦେବୀ ତାଙ୍କ ସଖୀମାନଙ୍କ ସହିତ ଫୁଲ ବାଗିଚାରେ ଭ୍ରମଣ କରୁଥିବା ସମୟରେ ନାରଦମୁନି ସେଠାକୁ ଆସିଲେ। ପଦ୍ମାବତୀ ଦେବୀ ଓ ତାଙ୍କ ସଖୀମାନେ ନାରଦମୁନିଙ୍କୁ ପ୍ରଣାମ କଲେ। ନାରଦମୁନି ପଦ୍ମାବତୀ ଦେବୀଙ୍କୁ ପଚାରିଲେ, ତୁମେ କିଏ? ପଦ୍ମାବତୀ ଦେବୀ ନିଜ ବିଷୟରେ କହି ତାଙ୍କ ଭବିଷ୍ୟତ ଜାଣିବାକୁ ଇଚ୍ଛା କଲେ। ନାରଦମୁନି କହିଲେ, ତୁମେ ଲକ୍ଷ୍ମୀ ଦେବୀଙ୍କ ସଦୃଶ। ତୁମଠାରେ ଲକ୍ଷ୍ମୀ ଦେବୀଙ୍କ ଗୁଣ ରହିଛି। ନାରାୟଣ ତୁମକୁ ବିବାହ କରିବେ। ଏହା କହି ନାରଦମୁନି ସେଠାରୁ ଚାଲିଗଲେ। ଭେଙ୍କଟେଶ୍ୱର ସ୍ୱାମୀଙ୍କର ପଦ୍ମାବତୀ ଦେବୀଙ୍କ ସହିତ ମିଳନ। ଏକଦା ଭେଙ୍କଟେଶ୍ୱର ସ୍ୱାମୀ ନାରାୟଣ ଧଳାଘୋଡ଼ା ଉପରେ ଚଢ଼ି ବନ୍ୟପଶୁମାନଙ୍କୁ ଶିକାର କରୁଥିବା ବେଳେ ପଦ୍ମାବତୀ ଦେବୀଙ୍କ ପୁଷ୍ପବାଟିକାରେ ଆସି ପହଞ୍ଚିଲେ।
ଭେଙ୍କଟେଶ୍ୱର ସ୍ୱାମୀଙ୍କୁ ଦେଖି ବାଟିକାରେ ଥିବା ସମସ୍ତ ସ୍ତ୍ରୀମାନେ ଆଶ୍ଚର୍ଯ୍ୟ ହେଲେ। ଭେଙ୍କଟେଶ୍ୱର ସ୍ୱାମୀ ପଦ୍ମାବତୀ ଦେବୀ ଦେବୀଙ୍କ ସଖୀମାନଙ୍କ ପାଖକୁ ଯାଇ ପଚାରିଲେ, ଏଠାକୁ କୌଣସି ଶିଆଳ ଆସିଛି କି? ସେମାନେ କହିଲେ, ତୁମେ ଧନୁଷବାଣ ଧାରଣ କରି ଏହି ବାଟିକାକୁ କାହିଁକି ଆସିଛ? ଏଠାରେ ହିଂସାର କୌଣସି ଅନୁମତି ନାହିଁ। ଏହି ବାଟିକା ଆକାଶରାଜାଙ୍କ ସଂରକ୍ଷଣରେ ରହିଛି, ତେଣୁ ତୁମେ ଏଠାରୁ ଶୀଘ୍ର ଚାଲିଯାଅ। ଭେଙ୍କଟେଶ୍ୱର ସ୍ୱାମୀ ଘୋଡ଼ାରୁ ଅବତୀର୍ଣ୍ଣ ହୋଇ ସେ ସ୍ତ୍ରୀମାନଙ୍କୁ ପଚାରିଲେ, ତୁମେମାନେ କିଏ? ବିଶେଷ କରି କମଳ ନୟନ ଥିବା ଏହି ସୁନ୍ଦରୀ କିଏ? ସେମାନେ ଉତ୍ତର ଦେଲେ, ହେ ସୁନ୍ଦର ପୁରୁଷ, ଏହି କନ୍ୟାର ନାମ ପଦ୍ମାବତୀ ଦେବୀ। ସେ ଆକାଶରାଜ ଓ ଧରଣୀ ଦେବୀଙ୍କର ପୁତ୍ରୀ। ଆମେ ସମସ୍ତେ ଏହି ପଦ୍ମାବତୀ ଦେବୀଙ୍କ ଦାସୀ। ସେମାନେ ପଚାରିଲେ, ତୁମେ କିଏ? କେଉଁଠି ରହୁଛ? ଭେଙ୍କଟେଶ୍ୱର ସ୍ୱାମୀ କହିଲେ, ମୋ ନାମ ଅନନ୍ତ। ତପସ୍ୟା କରୁଥିବା ଯୋଗୀମାନେ ମୋତେ କୃଷ୍ଣ କୁହନ୍ତି। ମୋ ପାଖରେ ଥିବା ଧନୁଷ ଦେବତାମାନଙ୍କ ପାଖରେ ମଧ୍ୟ ନାହିଁ। ଭେଙ୍କଟାଚଳ ଉପରେ ଥିବା ଲୋକେ ମୋତେ ଭେଙ୍କଟାଚଳ ସ୍ୱାମୀ କହନ୍ତି। ମୁଁ ବନ୍ୟ ପଶୁମାନଙ୍କ ଶିକାର କରୁଥିବା ବେଳେ ଏହି ବନକୁ ଆସି ଏହି ସୁନ୍ଦରୀଙ୍କୁ ଦେଖିଲି। ଏହି ସୁନ୍ଦରୀ ନ ମୋ ସହିତ ବିବାହ କରିବେ। ଏହି କଥା ଶୁଣି ସମସ୍ତ ସଖୀମାନେ କ୍ରୋଧିତ ଦୃଷ୍ଟିରେ ତାଙ୍କୁ ଦେଖିଲେ ଏବଂ ଭେଙ୍କଟେଶ୍ୱର ସ୍ୱାମୀ ଘୋଡ଼ା ଚଢ଼ି ଭେଙ୍କଟାଚଳ ପର୍ବତକୁ ଫେରିଗଲେ। ପଦ୍ମାବତୀ ଦେବୀଙ୍କ ପୂର୍ବଜନ୍ମ। ଭେଙ୍କଟେଶ୍ୱର ସ୍ୱାମୀଙ୍କ ସେବାରେ ନିୟୋଜିତ ଥିବା ବକୁଳ ମାତା ସ୍ୱାମୀଙ୍କ ପାଖକୁ ଯାଇ କହିଲେ, ଦେବାଦିଦେବ, ଭୋଜନ ପ୍ରସ୍ତୁତ ହୋଇଛି, ଦୟାକରି ସ୍ୱୀକାର କରନ୍ତୁ। ଭେଙ୍କଟେଶ୍ୱର ସ୍ୱାମୀ ବକୁଳ ମାତାଙ୍କୁ କହିଲେ, ମୁଁ ରାମ ଅବତାରରେ ସୀତା ସହିତ ବନବାସରେ ଥିବା ବେଳେ ରାବଣ ସୀତାଙ୍କୁ ଅପହରଣ କରିବାକୁ ଆସିଥିଲା। ସେବେଳେ ଅଗ୍ନିଦେବ ତାଙ୍କ ଭାର୍ୟା ସ୍ୱାହା ଦେବୀଙ୍କ ପାଖରେ ସୀତାଙ୍କୁ ରଖି ବେଦବତୀକୁ ପର୍ଣ୍ଣକୁଟୀରରେ ରଖିଥିଲେ। ରାବଣ ବେଦବତୀଙ୍କୁ ସୀତା ଭାବି ଅପହରଣ କରିଥିଲ। ମୁଁ ରାବଣ ବଦ୍ଧ କଲା ପରେ ସୀତା ଅଗ୍ନି ପ୍ରବେଶ କଲେ। ସେତେବେଳେ ଅଗ୍ନିଦେବ ନିଜ ପତ୍ନୀଙ୍କ ସହିତ ଆସି ସୀତାଙ୍କୁ ମୋତେ ଅର୍ପଣ କଲେ। ସେ କହିଲେ, ହେ ଶ୍ରୀରାମ, ଏହି ବେଦବତୀ ଆପଣଙ୍କ ପାଇଁ ତପସ୍ୟା କରିଛନ୍ତି। ସେ ଆପଣଙ୍କ ସହ ବିବାହ କରିବାକୁ ଚାହୁଁଛନ୍ତି। କୃପାପୂର୍ବକ ତାଙ୍କର ଇଚ୍ଛା ପୂରଣ କରନ୍ତୁ। ସୀତା ମଧ୍ୟ ସେଇ କଥା କହିଲେ। ସେତେବେଳେ ମୁଁ ତାଙ୍କୁ କହିଲି, ଏହି ଅବତାରରେ କେବଳ ଏକ ପତ୍ନୀ ଗ୍ରହଣ ପ୍ରତିଜ୍ଞା କରିଥିବା ଯୋଗୁଁ ବେଦବତୀଙ୍କ ସହ ବିବାହ କରିପାରିବି ନାହିଁ। ତା ପରେ ମୁଁ ବେଦବତୀଙ୍କୁ କହିଲି, ମୁଁ ତୁମକୁ କଳିଯୁଗରେ ବିବାହ କରିବି। ତୁମେ ସେପର୍ଯ୍ୟନ୍ତ ବ୍ରହ୍ମଲୋକରେ ରୁହ। ଆକାଶରାଜ ପୁତ୍ରକାମେଷ୍ଟି ଯଜ୍ଞ କରୁଥିବା ବେଳେ ଭୂମିରୁ ମିଳିଥିବା ପଦ୍ମାବତୀ ହେଉଛନ୍ତି ସେଇ ବେଦବତୀ। ତେଣୁ ତୁମେ ଯାଇ ପଦ୍ମାବତୀଙ୍କୁ ଦେଖି ବିବାହ ବିଷୟରେ ଅନୁରୋଧ କର। ବକୁଳମାତା ଭେଙ୍କଟେଶ୍ୱର ସ୍ୱାମୀଙ୍କୁ ପ୍ରଣାମ କରି ଘୋଡ଼ା ଚଢ଼ି ସ୍ୱାମୀ କହିଥିବା ମାର୍ଗରେ ପ୍ରସ୍ଥାନ କଲେ। ବକୁଳମାତାଙ୍କର ପଦ୍ମାବତୀ ଦେବୀଙ୍କ ସଖୀମାନଙ୍କ ସହ ସାକ୍ଷାତ। ପଥରେ ଥିବା ଅଗସ୍ତେଶ୍ୱର ଶିବଙ୍କ ଦର୍ଶନ କରି ବକୁଳମାତା ବିଶ୍ରାମ ନେଉଥିବା ବେଳେ ପଦ୍ମାବତୀ ଦେବୀଙ୍କ ସଖୀମାନେ ସେଠାକୁ ଆସିଲେ। ବକୁଳମାତା ସେମାନଙ୍କ ପାଖକୁ ଯାଇ ପଚାରିଲେ, ହେ ସୁନ୍ଦରୀମାନେ, ତୁମେ କିଏ? କେଉଁଠାରୁ ଆସିଛ? ଏହି ମନ୍ଦିରରେ ତୁମର ନ କାମ ଅଛି? ସେଇ ସ୍ତ୍ରୀମାନେ କହିଲେ, ଆମେ ଆକାଶରାଜଙ୍କ ପୁତ୍ରୀ ପଦ୍ମାବତୀ ଦେବୀଙ୍କ ଦାସୀ। ଆମେ ପଦ୍ମାବତୀ ଦେବୀଙ୍କ ସହ ପୁଷ୍ପବାଟିକାରେ ଫୁଲ ତୋଳୁଥିଲୁ। ସେତେବେଳେ ଏକ ସୁନ୍ଦର ପୁରୁଷ ଧଳା ଘୋଡ଼ା ଉପରେ ଚଢ଼ି ବନ୍ୟଜନ୍ତୁଙ୍କୁ ଶିକାର କରୁଥିବା ବେଳେ ସେଠାକୁ ଆସିଲେ। ସେ ପଦ୍ମାବତୀ ଦେବୀଙ୍କୁ ଦେଖି ତାଙ୍କୁ ବିବାହ କରିବାକୁ କହିଲେ। ଆମେ ସେ ଲୋକଟିକୁ କ୍ରୋଧରେ ଦେଖିଲୁ, ତେଣୁ ସେ ଚାଲିଗଲେ। ସେ ଚାଲିଗଲା ପରେ ପଦ୍ମାବତୀ ଦେବୀ ମୂର୍ଚ୍ଛିତ ହୋଇ ପଡ଼ିଗଲେ। ଆମେ ତାଙ୍କୁ ତୁରନ୍ତ ଆକାଶରାଜଙ୍କ ପାଖକୁ ନେଇଗଲୁ। ରାଜା ବ୍ରାହ୍ମଣମାନଙ୍କୁ ଡକାଇ ପଦ୍ମାବତୀ କାହିଁକି ଅଚେତନ ହେଲେ ବୋଲି ପଚାରିଲେ। ସେଥିରେ ଗୋଟିଏ ବ୍ରାହ୍ମଣ ତାଙ୍କର ଦିବ୍ୟଦୃଷ୍ଟି ଦ୍ୱାରା ଜଣାଇଲେ ଯେ, ହେ ରାଜନ୍, ପଦ୍ମାବତୀ ଦେବୀର ବିବାହ ସେଇ ପୁରୁଷଙ୍କ ସହିତ ହେବ। ରାଜା ବ୍ରାହ୍ମଣମାନଙ୍କୁ କହିଲେ, ଶଙ୍କରଙ୍କ ମନ୍ଦିରରେ ଅଭିଷେକ କରନ୍ତୁ ଏବଂ ଆମକୁ ଅଭିଷେକ ପାଇଁ ଆବଶ୍ୟକ ସାମଗ୍ରୀ ବ୍ୟବସ୍ଥା କରିବା ପାଇଁ ଆଦେଶ ଦେଲେ। ଆମେ ରାଜାଙ୍କ ଆଜ୍ଞା ଅନୁସାରେ ମନ୍ଦିରକୁ ଆବଶ୍ୟକ ସାମଗ୍ରୀ ନେଇ ଆସିଛୁ। ସେମାନେ ବକୁଳମାତାଙ୍କୁ ପଚାରିଲେ, ଆପଣ କିଏ? କେଉଁଠି ରୁହନ୍ତି? ବକୁଳମାତା କହିଲେ, ମୁଁ ଭେଙ୍କଟାଚଳ ପର୍ବତ ଉପରେ ରୁହେ। ସେଠି ନାରାୟଣଙ୍କ ସେବା କରୁଛି। ଧରଣୀ ଦେବୀଙ୍କ ଦର୍ଶନ ପାଇଁ ଆସିଛି। ମୁଁ ତାଙ୍କ ଦର୍ଶନ ପାଇପାରିବି କି? ସଖୀମାନେ କହିଲେ, ଆପଣ ଆମ ସହିତ ଆସନ୍ତୁ, ଆମେ ଆପଣଙ୍କୁ ଧରଣୀ ଦେବୀଙ୍କ ସହିତ ଭେଟାଇ ଦେବୁ। ବକୁଳମାତା ସେମାନଙ୍କ ସହ ଚାଲିଗଲେ। ବକୁଳମାତା ଓ ସଖୀମାନେ ରାଜଭବନ ନିକଟକୁ ଆସୁଥିବା ବେଳେ ଏକ ମହିଳା ଜ୍ୟୋତିଷୀକୁ ମୋତେ ଭୂତ ଭବିଷ୍ୟତ ଜଣା ବୋଲି କହୁଥିବାର ଶୁଣିଲେ। ଧରଣୀ ଦେବୀ ସେ ମହିଳା ଜ୍ୟୋତିଷୀକୁ ଡାକିଲେ, କିନ୍ତୁ ସେ ତାଙ୍କ ଆଡ଼କୁ ଦୃଷ୍ଟି ଦେଉନଥିଲେ। ସେତେବେଳେ ସେ ରଙ୍ଗୀନ ଜଳରେ ଏକ ମୋତି ପକାଇ ପଚାରିଲେ, ଏଥିରେ ନ ଅଛି? ମହିଳା ଜ୍ୟୋତିଷୀ ଉତ୍ତର ଦେଲେ, ଏଥିରେ ମୋତି ରହିଛି।
ଧରଣୀ ଦେବୀ କହିଲେ, ଏହା ସତ୍ୟ, ଏହାଙ୍କୁ ଭୂତ ଭବିଷ୍ୟତର ସୂଚନା ରହିଛି। ଏହାପରେ ଧରଣୀ ଦେବୀ ସେଇ ମହିଳା ଜ୍ୟୋତିଷୀଙ୍କୁ ନେଇ ପଦ୍ମାବତୀ ଦେବୀଙ୍କ ନିକଟକୁ ଆସିଲେ ଏବଂ ନିଜର ପୁତ୍ରୀ ବିଷୟରେ ପଚାରିଲେ। ମହିଳା ଜ୍ୟୋତିଷୀ ସେହି ପୁଷ୍ପ ବାଟିକାରେ ଘଟିଥିବା ସମସ୍ତ ଘଟଣା ବର୍ଣ୍ଣନା କଲେ ଓ କହିଲେ, ସେ ପୁରୁଷ ସ୍ୱୟଂ ନାରାୟଣ। ତୁମେ ତୁମର କନ୍ୟା ପଦ୍ମାବତୀଙ୍କ ବିବାହ ସେଇ ନାରାୟଣ ସହିତ କଲେ ତୁମର କନ୍ୟାର ମନୋରୋଗ ନିବାରଣ ହେବ। ଏହା କହି ସେଇ ମହିଳା ଜ୍ୟୋତିଷୀ ଚାଲିଗଲେ। ବକୁଳା ମାତାଙ୍କର ଧରଣୀ ଦେବୀଙ୍କ ସହ ସାକ୍ଷାତ। ବକୁଳା ମାତା ପଦ୍ମାବତୀ ଦେବୀଙ୍କ ସଖୀମାନଙ୍କ ସହିତ ନାରାୟଣପୁରରେ ଧରଣୀ ଦେବୀଙ୍କୁ ଭେଟିଲେ। ଧରଣୀ ଦେବୀ ଅତିଥି ସତ୍କାର କରି ପଚାରିଲେ, ଆପଣ କିଏ? କେଉଁଠୁ ଆସିଛନ୍ତି? ଏଠାକୁ ଆସିବାର କାରଣ କଣ? ବକୁଳା ମାତା କହିଲେ, ମୁଁ ଭେଙ୍କଟାଚଳ ପର୍ବତରେ ନାରାୟଣଙ୍କର ସେବା କରୁଛି। ନାରାୟଣ ପଦ୍ମାବତୀଙ୍କୁ ଦେଖିଛନ୍ତି ଏବଂ ସେ ଆପଣଙ୍କ ପୁତ୍ରୀ ସହିତ ବିବାହ କରିବାକୁ ଇଚ୍ଛୁକ। ଆପଣଙ୍କ ମତ ଜାଣିବା ପାଇଁ ସେ ମୋତେ ପଠାଇଛନ୍ତି। ଧରଣୀ ଦେବୀ କହିଲେ, ମୁଁ ମୋ ସ୍ୱାମୀଙ୍କ ସହ କଥା ହେବା ପରେ ଆପଣଙ୍କୁ ସୂଚନା ଦେବି ଏବଂ ସେ ଆକାଶରାଜଙ୍କ ନିକଟକୁ ଯାଇ ସମସ୍ତ ଘଟଣା ଖୋଲି କହିଲେ। ତାପରେ ଆକାଶରାଜ ବକୁଳା ମାତାଙ୍କୁ କହିଲେ, ନାରାୟଣ ଯଦି ମୋ ପୁତ୍ରୀ ସହ ବିବାହ କରିବାକୁ ଚାହାନ୍ତି ତେବେ ଏହା ମୋ ପୁତ୍ରୀର ସୌଭାଗ୍ୟ। ରାଜା ମନ୍ତ୍ରୀ ଓ ବ୍ରାହ୍ମଣମାନଙ୍କୁ ପଚାରିଲେ, ପଦ୍ମାବତୀଙ୍କ ବିବାହ ବିଷୟରେ ଆପଣମାନଙ୍କର ଅଭିପ୍ରାୟ କଣ? ସେମାନେ ସମ୍ମତି ଜଣାଇ ଦେବଗୁରୁ ବୃହସ୍ପତିଙ୍କୁ ଡାକି ବିବାହ ମୁହୂର୍ତ୍ତ ଦେଖିବା ପାଇଁ କହିଲେ। ଆକାଶରାଜ ବୃହସ୍ପତିଙ୍କୁ ବିବାହ ମୁହୂର୍ତ୍ତ ଦେଖିବାକୁ କହିଲେ। ବୃହସ୍ପତି ବୈଶାଖ ମାସରେ ପଡୁଥିବା ଉତ୍ତର ଫାଲ୍ଗୁଣୀ ନକ୍ଷତ୍ରରେ ବିବାହ ମୁହୂର୍ତ୍ତ ନିର୍ଦ୍ଧାରଣ କଲେ। ଆକାଶରାଜ ବକୁଳା ମାତାଙ୍କୁ କହିଲେ, ବୃହସ୍ପତିଙ୍କ ନିର୍ଦ୍ଧାରିତ ମୁହୂର୍ତ୍ତରେ ନାରାୟଣ ଆସି ମୋ ପୁତ୍ରୀ ସହ ବିବାହ କରନ୍ତୁ। ସେ ବକୁଳ ମାତାଙ୍କୁ ଏହି ବାର୍ତ୍ତା ଦେବା ପାଇଁ କହିଲେ। ପଦ୍ମାବତୀ ଦେବୀ ଓ ଭେଙ୍କଟେଶ୍ୱର ସ୍ୱାମୀଙ୍କ ବିବାହ। ଆକାଶରାଜ ତାଙ୍କ ପୁତ୍ର ବସୁଦାସଙ୍କ ମାଧ୍ୟମରେ ବ୍ରହ୍ମା, ଶିବ, ଇନ୍ଦ୍ର, ଚନ୍ଦ୍ର, ସୂର୍ଯ୍ୟ ଓ ଅନ୍ୟ 14 ଭୁବନ ଅଧିବାସୀଙ୍କୁ ବିବାହକୁ ଆମନ୍ତ୍ରଣ କରିଥିଲେ। ସେ ବିଶ୍ୱକର୍ମାଙ୍କୁ ଡକାଇ ନଗର ସଜାଇବାକୁ କହିଲେ। ଦେବତାମାନେ ସମସ୍ତେ ବିବାହକୁ ଆସିଲେ। ଆକାଶରାଜ ଚନ୍ଦ୍ରଙ୍କୁ ନାରାୟଣଙ୍କ ପ୍ରିୟ ଭୋଜନ ପ୍ରସ୍ତୁତି କରିବା ପାଇଁ କହିଲେ ଏବଂ ଅନ୍ୟ ଦେବତାମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିଯୁକ୍ତ କଲେ। ବିବାହ ସମୟରେ ଭେଙ୍କଟେଶ୍ୱର ସ୍ୱାମୀ ଲକ୍ଷ୍ମୀ ଦେବୀଙ୍କ ସହିତ ଗରୁଡ଼ ଉପରେ ଆସିଲେ। ପଦ୍ମାବତୀ ଦେବୀ ହାତୀ ଉପରେ ବସି ଅନ୍ତଃପୁରରୁ ବାହାରି ଭେଙ୍କଟେଶ୍ୱର ସ୍ୱାମୀଙ୍କୁ ଦେଖି ପ୍ରଣାମ କଲେ। ଭେଙ୍କଟେଶ୍ୱର ସ୍ୱାମୀ ତାଙ୍କ ଗଳାର ମାଳା ପଦ୍ମାବତୀଙ୍କୁ ପ୍ରଦାନ କଲେ ଓ ପଦ୍ମାବତୀ ଦେବୀ ତାଙ୍କ ହସ୍ତର ପୁଷ୍ପମାଳା ଭେଙ୍କଟେଶ୍ୱର ସ୍ୱାମୀଙ୍କୁ ପ୍ରଦାନ କଲେ। ଏହାପରେ ସେମାନେ ଦୁହେଁ ନିଜର ବାହନରୁ ଓହ୍ଲାଇ ବିବାହ ମଣ୍ଡପରେ ପ୍ରବେଶ କଲେ। ବ୍ରହ୍ମାଜୀ ବିବାହ ମନ୍ତ୍ର ପାଠ କରି ପଦ୍ମାବତୀ ଦେବୀ ଓ ଭେଙ୍କଟେଶ୍ୱର ସ୍ୱାମୀଙ୍କ ବିବାହ ସମ୍ପନ୍ନ କଲେ। ଆକାଶରାଜ ତାଙ୍କ ପୁତ୍ରୀ ପଦ୍ମାବତୀଙ୍କୁ ବହୁତ ଉପହାର ଦେଲେ। ସେ ଦେବତାମାନଙ୍କୁ ତାଙ୍କ ନିଜ ଲୋକକୁ ଫେରିଯିବାକୁ କହିଲେ। ଦେବତାମାନେ ଭେଙ୍କଟେଶ୍ୱର ସ୍ୱାମୀ ଓ ପଦ୍ମାବତୀ ଦେବୀଙ୍କର ସ୍ତୁତିଗାନ କଲେ ଏବଂ ତାଙ୍କୁ ପ୍ରଦକ୍ଷିଣ ଓ ନମସ୍କାର କରି ସ୍ୱଲୋକକୁ ପ୍ରତ୍ୟାବର୍ତ୍ତନ କଲେ। ଭେଙ୍କଟେଶ୍ୱର ସ୍ୱାମୀ ଭେଙ୍କଟାଚଳ ପର୍ବତରେ ପଦ୍ମାବତୀ ଦେବୀ ଓ ଲକ୍ଷ୍ମୀ ଦେବୀଙ୍କ ସହିତ ନିବାସ କରିବାକୁ ଲାଗିଲେ। ବସୁ ଓ ତୋଣ୍ଡମାନଙ୍କ ଚରିତ୍ର। ନିଷାଦ ଜାତିର ବସୁ ନାମକ ଏକ ଭକ୍ତ ଭେଙ୍କଟାଚଳ ପର୍ବତରେ ବାସ କରୁଥିଲେ। ସେ ଭେଙ୍କଟାଚଳ ପର୍ବତ ଓ ସେଠିକାର ବୃକ୍ଷଗୁଡ଼ିକୁ ସୁରକ୍ଷା କରୁଥିଲେ। ସେ ପ୍ରତିଦିନ ଭୋଜନ ପ୍ରସ୍ତୁତ କରି ସେଥିରେ ମଧୁ ମିଶ୍ରଣ କରି ଭେଙ୍କଟେଶ୍ୱର ସ୍ୱାମୀଙ୍କୁ ନୈବେଦ୍ୟ ଅର୍ପଣ କରୁଥିଲେ। ଦିନେ ସେ ଭୋଜନ ପ୍ରସ୍ତୁତ କରି ତାଙ୍କ ସ୍ତ୍ରୀ ସହିତ ମଧୁ ଆଣିବା ପାଇଁ ବନକୁ ଗଲେ। ତାଙ୍କ ପୁତ୍ର ବୀରୁକୁ ଭୋଜନର ସୁରକ୍ଷା କରିବାକୁ କହିଲେ। ବସୁ ଯିବାର କିଛି ସମୟ ପରେ ବୀରୁ ଭୋଜନର କିଛି ଅଂଶ ଅଗ୍ନିରେ ଅର୍ପଣ କଲେ ଏବଂ କିଛି ଭୋଜନ ଭେଙ୍କଟେଶ୍ୱର ସ୍ୱାମୀଙ୍କୁ ଗଛ ତଳେ ନୈବେଦ୍ୟ ଅର୍ପଣ କରି ଶେଷ ଅଂଶ ସେ ନିଜେ ଖାଇଲେ। ବସୁ ମଧୁ ନେଇ ଫେରିଲେ ଏବଂ ସେଠାରେ ଭୋଜନ ନଥିବା ଦେଖି ବୀରୁକୁ ପଚାରିଲେ। ବୀରୁ ନିଜେ ସେ ଭୋଜନ ଖାଇଥିବା ବିଷୟ କହିଲେ। ଭେଙ୍କଟେଶ୍ୱର ସ୍ୱାମୀଙ୍କୁ ନୈବେଦ୍ୟ ଅର୍ପଣ ନକରି ନିଜେ ଭୋଜନ କରିଛି ଏହା ଚିନ୍ତା କରି ବସୁ କ୍ରୋଧରେ ବୀରୁକୁ ଖଣ୍ଡାରେ ହତ୍ୟା କରିବାକୁ ବାହାରିଲେ। ଭେଙ୍କଟେଶ୍ୱର ସ୍ୱାମୀ ପଛରୁ ବସୁର ହାତ ଧରି ତାକୁ ଶାନ୍ତ କରି କହିଲେ, ତୁମ ପୁତ୍ର ତୁମଠାରୁ ଶ୍ରେଷ୍ଠ ଭକ୍ତ। ସେ ମୋ ପାଇଁ ବୃକ୍ଷତଳେ ନୈବେଦ୍ୟ ଅର୍ପଣ କରିବା ପରେ ଅବଶେଷ ଖାଇଛି। ଚନ୍ଦ୍ରବଂଶରେ ତୋଣ୍ଡମାନ ନାମକ ଏକ ରାଜା ଥିଲେ। ତାଙ୍କ ପିତା ସୁଧୀର ଓ ମାତା ନନ୍ଦିନୀ। 5 ବର୍ଷ ବୟସରୁ ସେ ନାରାୟଣଙ୍କର ଭକ୍ତ ଥିଲେ। ସେ ପାଣ୍ଡ୍ୟ ଦେଶର ରାଜକୁମାରୀ ପଦ୍ମାଙ୍କ ସହ ବିବାହ କରିଥିଲେ ତଥା ସ୍ୱୟଂବରରେ ଶହ ଶହ ରାଜକୁମାରୀଙ୍କୁ ବିବାହ କରି ନାରାୟଣପୁରରେ ବାସ କରୁଥିଲେ। ଦିନେ ତୋଣ୍ଡମାନ ଶିକାର କରିବା ପାଇଁ ଭେଙ୍କଟାଚଳ ପର୍ବତକୁ ଯାଇ ସେଠାରେ ଏକ ହାତୀ ପଛରେ ଧାବମାନ ଥିବା ବେଳେ 5 ରଙ୍ଗର ଏକ ଶୁକପକ୍ଷୀକୁ ଦେଖିଲେ।
ସେ ଏହି ଶୁକପକ୍ଷୀକୁ ଧରିବା ପାଇଁ ଚେଷ୍ଟା କଲେ, କିନ୍ତୁ ସେ ଶ୍ରୀନିବାସ ଶ୍ରୀନିବାସ କହି ଉଡ଼ିଗଲା। ତୋଣ୍ଡମାନ ଶୁକପକ୍ଷୀକୁ ଖୋଜୁଥିବା ବେଳେ ଭେଙ୍କଟାଚଳ ପର୍ବତର ସୁରକ୍ଷା କରୁଥିବା ବସୁଙ୍କୁ ଦେଖିଲେ। ତୋଣ୍ଡମାନ ବସୁକୁ ଶୁକପକ୍ଷୀ ବିଷୟରେ କହି ପଚାରିଲେ, ତୁମେ ଏପରି ଶୁକପକ୍ଷୀକୁ ଦେଖିଛ କି? ବସୁ କହିଲେ, ସେ ଶୁକପକ୍ଷୀକୁ ଲକ୍ଷ୍ମୀ ଦେବୀ ପାଳନ କରିଛନ୍ତି। ସେ ଶୁକପକ୍ଷୀ ଲକ୍ଷ୍ମୀ ଓ ଭେଙ୍କଟେଶ୍ୱର ସ୍ୱାମୀଙ୍କର ଅତ୍ୟନ୍ତ ପ୍ରିୟ ଏବଂ ସେ ସର୍ବଦା ସ୍ୱାମୀ ପୁଷ୍କରିଣୀ ପାଖରେ ରୁହେ। ଏହାପରେ ବସୁ କହିଲେ, ଭେଙ୍କଟେଶ୍ୱର ସ୍ୱାମୀଙ୍କ ପୂଜାର ସମୟ ହୋଇଗଲଣି। ମୁଁ ସ୍ୱାମୀଙ୍କ ପୂଜା କରି ଆସୁଛି, ସେପର୍ଯ୍ୟନ୍ତ ଆପଣ ଏଠାରେ ଅପେକ୍ଷା କରନ୍ତୁ। ତୋଣ୍ଡମାନ କହିଲେ, ମୁଁ ମଧ୍ୟ ତୁମ ସହିତ ଭେଙ୍କଟେଶ୍ୱର ସ୍ୱାମୀଙ୍କ ଦର୍ଶନ କରିବାକୁ ଚାହେଁ। ବସୁ ସହମତ ହୋଇ ତାଙ୍କୁ ଭେଙ୍କଟେଶ୍ୱର ସ୍ୱାମୀଙ୍କ ପାଖକୁ ନେଇଗଲେ। ସେମାନେ ଦୁହେଁ ଶ୍ରୀଭେଙ୍କଟେଶ୍ୱର ସ୍ୱାମୀଙ୍କୁ ପ୍ରଣାମ କଲେ। ବସୁ ଦ୍ୱାରା ନିବେଦିତ ଅନ୍ନକୁ ଭେଙ୍କଟେଶ୍ୱର ସ୍ୱାମୀ ଗ୍ରହଣ କଲେ। ରାଜ୍ୟରୁ ଭେଙ୍କଟେଶ୍ୱର ସ୍ୱାମୀଙ୍କୁ ସ୍ତୁତି କରି ନିଜ ରାଜ୍ୟକୁ ଫେରିଗଲେ। ସେହି ଦିନଠାରୁ ତୋଣ୍ଡମାନ ନିୟମିତ ଭେଙ୍କଟେଶ୍ୱର ସ୍ୱାମୀଙ୍କ ଦର୍ଶନ ଓ ସେବା କରୁଥାନ୍ତି। ବୀରଶର୍ମା ନାମକ ଜଣେ ବ୍ରାହ୍ମଣ ତାଙ୍କ ଭାର୍ୟା ଲକ୍ଷ୍ମୀଙ୍କ ସହିତ ଗଙ୍ଗା ସ୍ନାନ ପାଇଁ ଯାଉଥିଲେ। ଗର୍ଭବତୀ ଥିବା ଯୋଗୁଁ ତାଙ୍କ ଭାର୍ୟା ଚାଲିପାରୁନଥିଲେ। ବୀରଶର୍ମା ତୋଣ୍ଡମାନଙ୍କ ନିକଟକୁ ଯାଇ ନିଜ ପରିସ୍ଥିତି ବିଷୟରେ କହିଲେ, ମୁଁ 6 ମାସ ମଧ୍ୟରେ ଗଙ୍ଗା ସ୍ନାନ କରି ଫେରିଆସିବି, ସେପର୍ଯ୍ୟନ୍ତ ଆପଣ ମୋ ଭାର୍ୟାକୁ ଆଶ୍ରୟ ଦିଅନ୍ତୁ। ତୋଣ୍ଡମାନ ସହମତ ହେଲେ ଏବଂ ବ୍ରାହ୍ମଣ ଭାର୍ୟାଙ୍କ ନିମନ୍ତେ ଏକ କୋଠରୀରେ ରହିବାର ବ୍ୟବସ୍ଥା ସହିତ 6 ମାସ ପାଇଁ ପର୍ଯ୍ୟାପ୍ତ ଭୋଜନ ବ୍ୟବସ୍ଥା ମଧ୍ୟ କରିଦେଲେ। ବୀରଶର୍ମା ଗଙ୍ଗା ସ୍ନାନ କରିବାକୁ ଗଲେ ଓ ପରେ ସେ କାଶୀ, ଅଯୋଧ୍ୟା, ବଦରିକାଶ୍ରମ ଇତ୍ୟାଦି ବିଭିନ୍ନ ତୀର୍ଥ ଭ୍ରମଣ କରି 2 ବର୍ଷ ପରେ ତୋଣ୍ଡମାନଙ୍କ ପାଖକୁ ଫେରିଲେ। ବୀରଶର୍ମା ତୋଣ୍ଡମାନଙ୍କୁ ତାଙ୍କ ତୀର୍ଥଯାତ୍ରାର ବିବରଣୀ ପ୍ରଦାନ କଲେ ଏବଂ ତାଙ୍କ ଭାର୍ୟାଙ୍କ ବିଷୟରେ ପଚାରିଲେ। ତୋଣ୍ଡମାନ କହିଲେ, ଆପଣ ଏଠାରେ ଅପେକ୍ଷା କରନ୍ତୁ। ତୋଣ୍ଡମାନ ବ୍ରାହ୍ମଣ ଭାର୍ୟାଙ୍କ କୋଠରୀକୁ ଯାଇ ଦେଖିଲେ ଯେ ସେ ତାଙ୍କ ପୁତ୍ର ସହିତ ମୃତ ପଡ଼ିଛନ୍ତି। ତୋଣ୍ଡମାନ ସୁଡ଼ଙ୍ଗ ମାର୍ଗରେ ଭେଙ୍କଟେଶ୍ୱର ସ୍ୱାମୀଙ୍କ ପାଖରେ ପହଞ୍ଚିଲେ ଓ ପ୍ରାର୍ଥନା କଲେ। ଭେଙ୍କଟେଶ୍ୱର ସ୍ୱାମୀ କହିଲେ, ବୀରଶର୍ମାଙ୍କର ଭାର୍ୟାକୁ ପାଲଙ୍କିରେ ବସାଇ ତୁମ ଭାର୍ୟାମାନଙ୍କ ଦ୍ୱାରା ବହନ କରି ଏଠାକୁ ନେଇଆସ ଏବଂ ତାକୁ ଭେଙ୍କଟାଚଳର ଅସ୍ଥି ସରୋବରରେ ସ୍ନାନ କରାଇ ଦିଅ। ତା ପରେ ସେ ଜୀବିତ ହେବ। ତୋଣ୍ଡମାନ ସେହିପରି କଲେ ଏବଂ ଲକ୍ଷ୍ମୀ ଓ ତାର ପୁତ୍ର ଜୀବିତ ହେଲେ। ତୋଣ୍ଡମାନ ସେମାନଙ୍କୁ ନେଇ ବୀରଶର୍ମାଙ୍କୁ ହସ୍ତାନ୍ତର କଲେ। ଭକ୍ତ ଭୀମ ଭେଙ୍କଟେଶ୍ୱର ସ୍ୱାମୀଙ୍କ ଆଜ୍ଞା ଅନୁଯାୟୀ ତୋଣ୍ଡମାନ ସୁନାର ପଦ୍ମ ତିଆରି କରି ସ୍ୱାମୀଙ୍କୁ ପୂଜା କରୁଥିଲେ। ସେହି ସମୟରେ କୁରୁମ ଗ୍ରାମରେ ରହୁଥିବା କୁମ୍ଭକାର ଭୀମ ନାମକ ଭକ୍ତ ଭେଙ୍କଟେଶ୍ୱର ସ୍ୱାମୀଙ୍କୁ ଦର୍ଶନ କରି ମୋକ୍ଷ ପାଇଁ ପ୍ରାର୍ଥନା କଲେ। ଭେଙ୍କଟେଶ୍ୱର ସ୍ୱାମୀ ତାଙ୍କୁ କହିଲେ, ପ୍ରତିଦିନ ଭକ୍ତି ସହିତ ମୋର ପୂଜା କର। ଯେତେବେଳେ ତୋଣ୍ଡମାନ ତୁମକୁ ଦେଖିବେ ସେତେବେଳେ ତୁମେ ମୁକ୍ତି ପାଇବ। କୁମ୍ଭକାର ଭୀମ ତାଙ୍କ ଘରେ ମାଟିରେ ଭେଙ୍କଟେଶ୍ୱରଙ୍କ ବିଗ୍ରହ, ମାଟିର ପଦ୍ମ ଓ ତୁଳସୀ ଦଳ ତିଆରି କରି ପୂଜା କରୁଥିଲେ। ଦିନେ ତୋଣ୍ଡମାନ ଭେଙ୍କଟେଶ୍ୱରଙ୍କ ପାଦପଦ୍ମ ଉପରେ ମାଟିର ପୁଷ୍ପ ଓ ତୁଳସୀ ଦଳ ଦେଖି ପଚାରିଲେ, ସ୍ୱାମୀ, ଏହି ମାଟିର ଫୁଲ ଓ ତୁଳସୀ ଦଳ କିଏ ଦେଇଛି? ସ୍ୱାମୀ ତାଙ୍କୁ ଭକ୍ତ ଭୀମ ବିଷୟରେ କହିଲେ। ତୋଣ୍ଡମାନ ଭୀମଙ୍କ ଘରକୁ ଗଲେ। ସେଠାରେ ତାଙ୍କୁ ପ୍ରଣାମ କରି ସମସ୍ତ ଘଟଣା କହିଲେ। ସେତେବେଳେ ଭେଙ୍କଟେଶ୍ୱର ସ୍ୱାମୀ ଲକ୍ଷ୍ମୀଙ୍କ ସହ ଗରୁଡ଼ ଉପରେ ଆସି ଭୀମ ଓ ତାଙ୍କ ପତ୍ନୀଙ୍କୁ ବୈକୁଣ୍ଠକୁ ନେଇଗଲେ। ତୋଣ୍ଡମାନ ତାଙ୍କ ପୁତ୍ର ଶ୍ରୀନିବାସଙ୍କୁ ରାଜ୍ୟ ପ୍ରଦାନ କରି ଭେଙ୍କଟାଚଳକୁ ଗଲେ ଓ ସେଠି ଶେଷ ଜୀବନ ପର୍ଯ୍ୟନ୍ତ ସ୍ୱାମୀଙ୍କ ସେବା କରି ବୈକୁଣ୍ଠକୁ ଗଲେ। ତୋଣ୍ଡମାନଙ୍କ ପୂର୍ବଜନ୍ମ ତୋଣ୍ଡମାନ ପୂର୍ବଜନ୍ମରେ ରଙ୍ଗଦାସୁ ନାମକ ଜଣେ ଭକ୍ତ ଥିଲେ। ରଙ୍ଗଦାସୁ ତୀର୍ଥଯାତ୍ରା କରି ଭେଙ୍କଟାଚଳ ପର୍ବତକୁ ଯାଉଥିବା ସମୟରେ ରାସ୍ତାରେ ବୈଖାନସ ନାମକ ବ୍ରାହ୍ମଣଙ୍କ ସହ ପରିଚୟ ହେଲା। ଉଭୟ ଭେଙ୍କଟାଚଳରେ ପହଞ୍ଚିଲେ। ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କ ଦର୍ଶନ କରି ସେଠାରେ ହିଁ ବାସ କରି ସେବା କରିବାକୁ ଲାଗିଲେ। ରଙ୍ଗଦାସୁ ପୁଷ୍ପ ଚାଷ ପାଇଁ ଏକ କୂପ ଖୋଳିଥିଲେ, ଯାହାକୁ ପରେ ପୁଷ୍ପ ବାଉଳି ବୋଲି କୁହାଗଲା। ସେଇ ଜଳରେ ମଲ୍ଲିକା, କନ୍ନେର, ଆଜା, କୁନ୍ଦା, ମନ୍ଦାର, ମାଳତୀ, କମଳ, ଗୁଲାବ ଓ ମଲ୍ଲୀର ସୁଗନ୍ଧିତ ପୁଷ୍ପ ବଗିଚା ଓ ତୁଳସୀ ଚାଷ କରିଥିଲେ। ସେ ପ୍ରତିଦିନ ମାଳା ତିଆରି କରି ବୈଖାନସ ବ୍ରାହ୍ମଣଙ୍କୁ ଦେଉଥିଲେ, ଯିଏ ସେହି ମାଳା ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ, ଲକ୍ଷ୍ମୀ ଦେବୀ ଓ ପଦ୍ମାବତୀ ଦେବୀଙ୍କୁ ଅର୍ପଣ କରୁଥିଲେ। ଦିନେ ଜଣେ ଗନ୍ଧର୍ବ ତାଙ୍କର ପତ୍ନୀମାନଙ୍କ ସହ ଭେଙ୍କଟାଚଳକୁ ଆସିଲେ ଏବଂ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କ ଦର୍ଶନ କରି ତାଙ୍କ ପୂଜା କରିଥିଲେ। ପରେ ସେ ତାଙ୍କର ପତ୍ନୀମାନଙ୍କ ସହ ସେଠାରେ ଥିବା କୋନେରୁରେ ସ୍ନାନ କରୁଥିବା ବେଳେ ରଙ୍ଗଦାସୁ ସେମାନଙ୍କୁ କାମୁକ ଦୃଷ୍ଟିରେ ଦେଖିଥିଲେ। ପରେ ସେ ମନକୁ ସ୍ଥିର କରି ପୁଷ୍ପମାଳା ତିଆରି କରି ବୈଖାନସଙ୍କୁ ଦେଲେ। ବୈଖାନସ ପଚାରିଲେ, ଏତେ ବିଳମ୍ବ କାହିଁକି ହେଲା? କିନ୍ତୁ ସେ କିଛି ଉତ୍ତର ଦେଲେ ନାହିଁ।
ଭେଙ୍କଟେଶ୍ୱର କୋନେରୁରେ ଘଟିଥିବା ଘଟଣା ବୈଖାନସଙ୍କୁ ଜଣାଇଲେ ଓ ରଙ୍ଗଦାସଙ୍କୁ କହିଲେ, ତୁମେ ମୋର ମାୟା ଯୋଗୁଁ ଏହି ଜନ୍ମରେ ମୋ ସେବା କରିବ ଏବଂ ପରବର୍ତ୍ତୀ ଜନ୍ମରେ ରାଜା ଭାବେ ଜନ୍ମ ଗ୍ରହଣ କରି ଇନ୍ଦ୍ରିୟ ସୁଖ ଉପଭୋଗ କରି ଆଉଥରେ ମୋର ଭକ୍ତି ସାଧନା କରିବ ଓ ବୈକୁଣ୍ଠ ପ୍ରାପ୍ତି ହେବ। ସେଇ ରଙ୍ଗଦାସୁ 100 ବର୍ଷ ପର୍ଯ୍ୟନ୍ତ ଭେଙ୍କଟେଶ୍ୱର ସ୍ୱାମୀଙ୍କ ସେବା କଲେ ଏବଂ ଶରୀର ତ୍ୟାଗ କରି ଚନ୍ଦ୍ରବଂଶରେ ସୁଧୀର ଓ ନନ୍ଦିନୀଙ୍କ ପୁତ୍ର ତୋଣ୍ଡମାନ ରୂପେ ଜନ୍ମ ହେଲେ। 3